ସମସ୍ତଙ୍କୁ ସୁପ୍ରଭାତ। ପିଲାମାନେ ଆଜି ସପ୍ତମ ଶ୍ରେଣୀର ଭୂଗୋଳର ପୃଥିବୀର ଅଭ୍ୟନ୍ତର ବିଷୟରେ ଆମେ ଆଲୋଚନା କରିବା। ପଢି ସାରିଲା ପରେ ତୁମେ ମାନେ ଭୂ ଅଭ୍ୟନ୍ତରର ବିଭିନ୍ନ ସ୍ତର, ଶିଳାର ପ୍ରକାରଭେଦ ଏବଂ ବାୟୁମଣ୍ଡଳର ବିଭିନ୍ନ ସ୍ତର ଗୁଡ଼ିକୁ ଚିହ୍ନଟ କରିବ। ତ ଆଜି ଆମେ ପୃଥିବୀର ଅଭ୍ୟନ୍ତରର ପ୍ରଥମ ଅଧ୍ୟାୟ ଦ୍ୱିତୀୟ ପାଠଟିକୁ ଆଲୋଚନା କରିବା। ତ ମୁଁ କେତେଗୁଡ଼ିଏ ପ୍ରଶ୍ନ ପଚାରୁଛି, ତମେ ପ୍ରଶ୍ନମାନଙ୍କର ଉତ୍ତର ଦେବ। ଠିକ ଅଛି ପିଲାମାନେ? ପ୍ରଥମ ପ୍ରଶ୍ନଟି ହେଲା, ଆମେ କେଉଁ ଗ୍ରହରେ ବାସ କରୁ? ଠିକ ଉତ୍ତର, ପୃଥିବୀ ଗ୍ରହରେ ବାସ କରୁ। ଦ୍ୱିତୀୟ ପ୍ରଶ୍ନଟି ହେଲା, ପୃଥିବୀର ଅଭ୍ୟନ୍ତର କେତୋଟି ସ୍ତର ଦ୍ୱାରା ଗଠିତ? ପୃଥିବୀର ଅଭ୍ୟନ୍ତର କେତୋଟି ସ୍ତର ଦ୍ୱାରା ଗଠିତ? 3ଟି ସ୍ତର ଦ୍ୱାରା ଗଠିତ। ବହୁତ ସୁନ୍ଦର ଉତ୍ତର। ପୃଥିବୀର ଅଭ୍ୟନ୍ତର 3ଟି ସ୍ତର ଦ୍ୱାରା ଗଠିତ। ତୃତୀୟ ପ୍ରଶ୍ନଟି ହେଲା ତମମାନଙ୍କ ପାଇଁ, ପୃଥିବୀର ଅଭ୍ୟନ୍ତର ସ୍ତର ଗୁଡ଼ିକ କଣ? ଠିକ ଉତ୍ତର, ପୃଥିବୀର ଅଭ୍ୟନ୍ତର ସ୍ତର ଗୁଡ଼ିକ ହେଉଛି ଭୂତ୍ୱକ, ମାଣ୍ଟଲ ଓ କୋର। ବହୁତ ସୁନ୍ଦର। ତାହେଲେ ପୃଥିବୀ ଆମର ବାସସ୍ଥାନ, ନାଇଁ କି? ଆମେ ପୃଥିବୀରେ ଆମେ ମାନେ ରହୁଛେ। ଏହା ଏକ ଚଳନଶୀଳ ଗ୍ରହ। ଏହା ଏକ ଚଳନଶୀଳ ଗ୍ରହ। ଏହାର ଉପର ଓ ଭିତର ଅଂଶରେ ସଦାସର୍ବଦା ପରିବର୍ତ୍ତନ ଲାଗି ରହିଛି। ନିଶ୍ଚୟ ଏ ପ୍ରଶ୍ନ ମନକୁ ଆସୁଥିବ, ଏ ପୃଥିବୀ କେଉଁଥିରେ ଗଢ଼ା? କେବେ ଏ ପ୍ରଶ୍ନ ତୁମେ ମନକୁ ପଚାରିଛ କି? ଆସ এই ବିଷୟରେ ଆଲୋଚନା କରିବା। ତା ପୂର୍ବରୁ ପୃଥିବୀ ଆମର କିପରି ଚଳନଶୀଳ ଏ ଭିଡିଓ ମାଧ୍ୟମରେ ଆମେ ଦେଖିବା। ଦେଖିଲ କେମିତି ଚଳନଶୀଳ ପୃଥିବୀ? ଏଇଭଳିଆ ପୃଥିବୀ କଣ ହେଉଛି କହିଲେ? ଘୁରୁଛି, ଚଳନଶୀଳ ହେଉଛି। ଦେଖ, ଦେଖିଲ ସମସ୍ତେ? ଏଇଭଳିଆ ଚଳନଶୀଳ ହେଉଛି ପୃଥିବୀ। ପୃଥିବୀର ଅଭ୍ୟନ୍ତର କେତେଗୁଡ଼ିଏ ସ୍ତର ଦ୍ୱାରା ଗଠିତ। ଏହି ସ୍ତର ଗୁଡ଼ିକ ପିଆଜ ପାଖୁଡା ଭଳି ଗୋଟିକ ପରେ ଗୋଟି କରି ରହିଛନ୍ତି। ଯେମିତି ପିଆଜ ଆମର ପାଖୁଡା ଥାଏ ଓ ତା ଗୋଟିକ ପରେ ଗୋଟିକ କରି ରହିଥାଏ, ସେଇଭଳିଆ ଏହି ସ୍ତର ଗୁଡ଼ିକ ମଧ୍ୟ ଗୋଟିକ ପରେ ଗୋଟିଏ କରି ରହିଛନ୍ତି। ପୃଥିବୀ ବର୍ତ୍ତୁଳାକାର ହୋଇଥିବାରୁ ଏହି ସ୍ତର ଗୁଡ଼ିକ ମଧ୍ୟ ବର୍ତ୍ତୁଳାକାର। ଏହି ସ୍ତର ଗୁଡ଼ିକ କେମିତିକା? ବର୍ତ୍ତୁଳାକାର। ପୃଥିବୀ ଅଭ୍ୟନ୍ତରର ସବା ଉପରେ ଥିବା ସ୍ତରକୁ ଭୂତ୍ୱକ କୁହାଯାଏ। ଚିତ୍ର ମାଧ୍ୟମରେ ଆମେ ଦେଖିବା। ଏଇଟା ହେଲା ଭୂତ୍ୱକ। ଏଇ ଅଂଶଟି ହେଉଛି ଭୂତ୍ୱକ। ଶରୀରକୁ ଚର୍ମ ଢାଙ୍କି ରହିବା ଭଳି ଭୂତ୍ୱକ ପୃଥିବୀକୁ ଢାଙ୍କି ରହିଛି। ଏହି କଠିନ ସ୍ତରଟି ସବୁଠାରୁ ପତଳା। ଏହି କଠିନ ସ୍ତରଟି କେମିତିକା? ସବୁଠାରୁ ପତଳା। ମହାଦେଶ ତଳେ ଥିବା ଭୂତ୍ୱକ ପ୍ରାୟ 50 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ। ତେବେ ମହାସାଗର ତଳେ ଏହାର ମୋଟେଇ ମାତ୍ର 5 କିଲୋମିଟର। ମତେ ପ୍ରଶ୍ନଟିର ଉତ୍ତର ଦେଲ। ମହାଦେଶ ତଳେ ଥିବା ଭୂତ୍ୱକ ପ୍ରାୟ କେତେ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ? 50 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ। ତେବେ ମହାସାଗର ତଳେ ଏହାର ମୋଟେଇ କେତେ କିଲୋମିଟର? ମାତ୍ର 5 କିଲୋମିଟର। ଠିକ ଅଛି। ଭୂତ୍ୱକର ମହାଦେଶୀୟ ଅଂଶ ମୁଖ୍ୟତଃ ସିଲିକା ଓ ଆଲୁମିନାରେ ଗଠିତ। ସେଥିପାଇଁ ଏହାକୁ ସିଆଲ ସ୍ତର କୁହାଯାଏ, ଯୋଉଟା କି ସିଲିକା ପ୍ଲସ ଆଲୁମିନା। ମହାସାଗରୀୟ ଭୂତ୍ୱକ ମୁଖ୍ୟତଃ ସିଲିକା ଓ ମାଗ୍ନେସିୟମ ଦ୍ୱାରା ଗଠିତ। ସଂକ୍ଷେପରେ ଏହା ସୀମା ସ୍ତର ଭାବେ ପରିଚିତ। ଏହି ଚିତ୍ରରେ ଦେଖ, ମହାଦେଶୀୟ ଭୂତ୍ୱକ ଯୋଉଟା ରହିଲା, ମହାଦେଶ ଯୋଉଟା ରହିଲା,
ମହାସାଗର ଯୋଉଟା ରହିଲା, ମହାସାଗର ଭୂତ୍ୱକ ଯୋଉଟା ରହିଲା, ମହାଦେଶ ଯୋଉଟା ରହିଲା ପାହାଡ ଭଳିଆ ଯୋଉଟା ଦେଖାଯାଉଛି ସେଇଟା ହେଲା ମହାଦେଶ। ମହାଦେଶକୁ ତଳରେ ଯୋଉ ଦେଖାଯାଉଛି ସେଇଟା ହେଲା ମହାଦେଶୀୟ ଭୂତ୍ୱକ। ସେଇଭଳିଆ ମହାସାଗର ଯୋଉ ନୀଳବର୍ଣ୍ଣ ଦେଖାଯାଉଛି ସେଇଟା ହେଲା ମହାସାଗର। ଆଉ ମହାସାଗର ତଳେ ଯୋଉ ହଳଦିଆ ଭଳିଆ ଦେଖାଯାଉଛି ସେଇଟା ହେଲା ମହାସାଗରୀୟ ଭୂତ୍ୱକ। ଠିକ ଅଛି। ମାଣ୍ଟଲ ପୃଥିବୀ ଅଭ୍ୟନ୍ତରର ଭୂତ୍ୱକ ତଳକୁ ଥିବା ସ୍ତରକୁ ମାଣ୍ଟଲ ବା ମଧ୍ୟମଣ୍ଡଳ କୁହାଯାଏ। କଣ କୁହାଯାଏ? ମାଣ୍ଟଲ ବା ମଧ୍ୟମଣ୍ଡଳ କୁହାଯାଏ। ଚିତ୍ରକୁ ଦେଖ ସମସ୍ତେ। ଏଇ ଯୋଉ ଅଂଶଟା ରହିଲା ଏଇଟା ହେଲା ଆମର ମାଣ୍ଟଲ ଅଥବା ମଧ୍ୟମଣ୍ଡଳ ମଧ୍ୟ ଆମେ କହିବା। ଏହା ପ୍ରାୟ 2900 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ। କେତେ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ? 2900 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ ମାଣ୍ଟଲ। ଏହି ସ୍ତରରେ ସିଲିକା, ମାଗ୍ନେସିୟମ ସହ ବିଭିନ୍ନ ଧାତବ ପଦାର୍ଥ ଥିବାର ଜଣାଯାଏ। ତାପରେ ଦେଖିବା କୋର୍। ପୃଥିବୀ ଅଭ୍ୟନ୍ତରର ସବୁଠାରୁ ଭିତରେ ଥିବା ସ୍ତରକୁ କୋର୍ ବା କେନ୍ଦ୍ରମଣ୍ଡଳ କୁହାଯାଏ। କଣ କୁହାଯାଏ? କୋର୍ ବା କେନ୍ଦ୍ରମଣ୍ଡଳ ବୋଲି କୁହାଯାଏ। ଚିତ୍ରକୁ ଦେଖ ସମସ୍ତେ। ଏହି ପୃଥିବୀ ଅଭ୍ୟନ୍ତରର ଏହି ଅଂଶଟି ହେଉଛି କୋର୍। ସବୁଠାରୁ ଭିତରେ ଥିବା ସ୍ତର ହେଉଛି କୋର୍। ଏହି ସ୍ତରର ବ୍ୟାସାର୍ଦ୍ଧ 3500 କିଲୋମିଟର। କେତେ କିଲୋମିଟର? ବ୍ୟାସାର୍ଦ୍ଧ 3500 କିଲୋମିଟର। ଏହା ମୁଖ୍ୟତଃ ଲୁହା ଓ ନିକେଲ ଭଳି ଭାରୀ ଧାତୁରେ ଗଠିତ। ତେଣୁ ଏହି ସ୍ତରକୁ ନିଫେ ସ୍ତର କୁହାଯାଏ, ଯୋଉଟା କି ନିକେଲ ପ୍ଲସ ଫେରସ ଲୁହାର ରାସାୟନିକ ନାମ। ଏଠାରେ ଅତ୍ୟଧିକ ତାପମାତ୍ରା ଓ ଅତ୍ୟଧିକ ଚାପ ରହିଥିବାର ଜଣାଯାଏ। କୋଉଥିରେ ଅତ୍ୟଧିକ ତାପମାତ୍ରା ଓ ଚାପ ରହିଥିବାର ଜଣାଯାଏ? ଏହି କୋରରେ ଅତ୍ୟଧିକ ତାପମାତ୍ରା ଓ ଅତ୍ୟଧିକ ଚାପ ରହିଥିବାର ଜଣାଯାଏ। ତାହେଲେ ଆମର ଭୂ ଅଭ୍ୟନ୍ତର ଏଇ ଚିତ୍ରଟି ଦେଖ। ଏହି ଚିତ୍ରଟି ହେଉଛି ଭୂ ଅଭ୍ୟନ୍ତରର। ତ ଏହି ଚିତ୍ରରେ ଉପର ଥିବା ସ୍ତରକୁ ଭୂତ୍ୱକ କୁହାଯାଏ, ଯୋଉଟା କି ହେଲା ଆମର ଭୂତ୍ୱକ, ଯୋଉଟା କି ପୃଥିବୀକୁ ଢାଙ୍କି ରହିଛି। ଆଉ ଏହି କଠିନ ସ୍ତରଟି ସବୁଠାରୁ ପତଳା। ମହାଦେଶ ତଳେ ଥିବା ଭୂତ୍ୱକ ପ୍ରାୟ 50 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ। ତେବେ ମହାସାଗର ତଳେ ଏହାର ମୋଟେଇ ମାତ୍ର 5 କିଲୋମିଟର। ସେଇଭଳିଆ ଦ୍ୱିତୀୟ ସ୍ତରଟି ହେଉଛି ମାଣ୍ଟଲ। ପୃଥିବୀ ଅଭ୍ୟନ୍ତରର ଭୂତ୍ୱକ ତଳକୁ ଥିବା ସ୍ତରକୁ ମାଣ୍ଟଲ ବା ମଧ୍ୟମଣ୍ଡଳ କୁହାଯାଏ। ଏହା ପ୍ରାୟ 2900 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ। ଏହି ସ୍ତରରେ ସିଲିକା, ମାଗ୍ନେସିୟମ ସହ ବିଭିନ୍ନ ଧାତବ ପଦାର୍ଥ ଥିବାର ଜଣାଯାଏ। ଏଇ ଅଂଶଟି ହେଉଛି ମାଣ୍ଟଲ। ସେଇଭଳିଆ ଆମେ ପଢିଲେ କୋର୍ ବିଷୟରେ। ତାହେଲେ କୋର୍ ହେଉଛି ପୃଥିବୀ ଅଭ୍ୟନ୍ତରର ସବୁଠାରୁ ଭିତରେ ଥିବା ସ୍ତରକୁ କଣ କୁହାଯାଏ? କୋର୍ ବା କେନ୍ଦ୍ରମଣ୍ଡଳ କୁହାଯାଏ। ଏହି ସ୍ତରର ବ୍ୟାସାର୍ଦ୍ଧ 3500 କିଲୋମିଟର ଓ ଏହା ମୁଖ୍ୟତଃ ଲୁହା ଓ ନିକେଲ ଭଳି ଧାତୁରେ ଗଠିତ। ତେଣୁ ଏହି ସ୍ତରକୁ ନିଫେ ସ୍ତର କୁହାଯାଏ। ତାପରେ ଆମର ରହିଛି ଅନ୍ତଃକୋର୍। ଏହି କୋର୍ର ଭିତର ଅଂଶରେ ଯୋଉଟା ରହିଲା ସେଇଟା ହେଲା ଅନ୍ତଃକୋର୍।
କୋର୍ ଆଉ ଏଇଭଳିଆ ବାହ୍ୟ କୋର୍ ରହିଛି। ବାହ୍ୟ ବାହାର କୋର୍‌ର ବାହାର ଅଂଶଟି ହେଉଛି ବାହ୍ୟ କୋର୍। ଠିକ ଅଛି ପିଲାମାନେ, ତାହେଲେ ତମେ ଆଜି ଭୂ ଅଭ୍ୟନ୍ତରର ବିଭିନ୍ନ ସ୍ତର ଗୁଡିକ ଜାଣିଲ। ତାପରେ ଆମେ ଭୂ ଅଭ୍ୟନ୍ତର ବିଷୟରେ ଆଲୋଚନା ମଧ୍ୟ କଲେ। ସମସ୍ତେ ବୁଝିଲ ନା? ଠିକ ଅଛି, ତାହେଲେ ଏହି ଭୂ ଅଭ୍ୟନ୍ତର ପାଠକୁ ନେଇକି କେତେ ଗୁଡେ ପ୍ରଶ୍ନ ମୁଁ ଏବେ ପଚାରିବି। ଠିକ ଅଛି, ପ୍ରଶ୍ନର ସମସ୍ତ ଉତ୍ତର ଦେବା ପାଇଁ ସମସ୍ତେ ଚେଷ୍ଟା କରିବ। ପ୍ରଥମ ପ୍ରଶ୍ନଟି ହେଲା, ପୃଥିବୀର ଅଭ୍ୟନ୍ତରର ସବା ଉପରେ ଥିବା ସ୍ତରକୁ କଣ କୁହାଯାଏ? ଅପସନ ହେଲା କ ଭୂତ୍ୱକ, ଖ ମାଣ୍ଟଲ, ଗ କୋର୍, ଘ ଅନ୍ତଃକୋର୍। କିଏ କହିବ? ପୃଥିବୀର ଅଭ୍ୟନ୍ତରର ସବା ଉପରେ ଥିବା ସ୍ତରକୁ ଭୂତ୍ୱକ କୁହାଯାଏ। ବହୁତ ସୁନ୍ଦର ଉତ୍ତର। ସେଇଭଳିଆ ଦ୍ୱିତୀୟ ପ୍ରଶ୍ନଟି ହେଲା, ପୃଥିବୀର ଅଭ୍ୟନ୍ତରର ଭୂତ୍ୱକ ତଳକୁ ଥିବା ସ୍ତରକୁ ଡ୍ୟାଶ କୁହାଯାଏ। କଣ କୁହାଯାଏ? ଅପସନ ହେଲା ବାହ୍ୟ କୋର୍, ମାଣ୍ଟଲ ବା ମଧ୍ୟମଣ୍ଡଳ, କୋର୍, ଘ ହେଲା ଅନ୍ତଃକୋର୍। ବହୁତ ସୁନ୍ଦର। ଖ ମାଣ୍ଟଲ ବା ମଧ୍ୟମଣ୍ଡଳ ବୋଲି କୁହାଯାଏ। ପୃଥିବୀର ଅଭ୍ୟନ୍ତରର ଭୂତ୍ୱକ ତଳକୁ ଥିବା ସ୍ତରକୁ ମାଣ୍ଟଲ ବା ମଧ୍ୟମଣ୍ଡଳ ବୋଲି କୁହାଯାଏ। ତୃତୀୟ ପ୍ରଶ୍ନଟି ହେଲା, ପୃଥିବୀର ଅଭ୍ୟନ୍ତରର ସବୁଠାରୁ ଭିତରେ ଥିବା ସ୍ତରକୁ ଡ୍ୟାଶ କୁହାଯାଏ। ଅପସନ ହେଲା ଭୂତ୍ୱକ, ମାଣ୍ଟଲ, କୋର୍ ବା କେନ୍ଦ୍ରମଣ୍ଡଳ, ଘ ହେଲା ଅନ୍ତଃକୋର୍। କଣ କୁହାଯାଏ? ଠିକ ଉତ୍ତର, କୋର୍, କେନ୍ଦ୍ରମଣ୍ଡଳ। ପୃଥିବୀ ଅଭ୍ୟନ୍ତରର ସବୁଠାରୁ ଭିତରେ ଥିବା ସ୍ତରକୁ କୋର୍ ବା କେନ୍ଦ୍ରମଣ୍ଡଳ ବୋଲି କୁହାଯାଏ। ଠିକ ସେଭଳି ଚତୁର୍ଥ ପ୍ରଶ୍ନଟି ହେଲା, ମାଣ୍ଟଲ ଡ୍ୟାଶ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ। ଅପସନ ହେଲା 2900 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ, 3500 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ, 50 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ, 500 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ। 2900 ଉତ୍ତର। ମାଣ୍ଟଲ 2900 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ। ଠିକ, ବହୁତ ସୁନ୍ଦର ଉତ୍ତର ତମେ ମାନେ ଦେଲ। ଠିକ ଅଛି, ତାପରେ ମୁଁ ଗୋଟିଏ ଗୃହ କାର୍ଯ୍ୟ ଦଉଛି, ଲେଖିକି କାଲି ନେଇକି ଆସିବ। ଠିକ ଅଛି, ସମସ୍ତେ ଲେଖ, ପୃଥିବୀ ଅଭ୍ୟନ୍ତରର ବିଭିନ୍ନ ସ୍ତର ଗୁଡିକ ବିଷୟରେ ଲେଖି ଚିତ୍ର ମାଧ୍ୟମରେ ଚିହ୍ନଟ କର। ଠିକ ଅଛି, ସମସ୍ତେ ଲେଖିଲ, ପୃଥିବୀ ଅଭ୍ୟନ୍ତରର ବିଭିନ୍ନ ସ୍ତର ଗୁଡିକ ବିଷୟରେ ଲେଖି ଚିତ୍ର ମାଧ୍ୟମରେ ଚିହ୍ନଟ କର। ପିଲାମାନେ, ଆଜି ଆମେ ଭୂ ଅଭ୍ୟନ୍ତର ବିଷୟରେ ଆଲୋଚନା କଲେ, ତାର ବିଭିନ୍ନ ସ୍ତର ଗୁଡିକ ଚିହ୍ନଟ କଲେ, ସ୍ତର ବିଷୟରେ ଆମେ ଜାଣିଲେ। ପିଲାମାନେ, ଆଜି ପାଇଁ ଆମେ ଏତିକିରେ ରହିବା। ଆଗାମୀ କକ୍ଷାରେ ଆମେ ପୁଣି ଅନ୍ୟ ବିଷୟରେ ଆଲୋଚନା କରିବା। ଠିକ ଅଛି, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।